ମୋ ପ୍ରମୋଦିନ ରାଉତ। କଣ ଘଟଣା ଘଟିଛି କି ରାତିରେ ଆପଣ ତାଙ୍କର କଣ ମୋ ଭାଇ ସେ ମୋ ଭଉଣୀ। କଣ ହେଇଛି କହିଲେ? ମୋ ଭାଇ କି ମାରି ଦେଇଛି, ଭାଇ କି ମାରି ଦେଇଛି, ଆଣିକି ପକେଇ ଦେଇଛି, ବିଲରେ ପକେଇ ଦେଇଛନ୍ତି। ଭାଇ କଣ ଶତ୍ରୁ ଥିଲେ ନା କଣ କିଏ? ସର୍ବୋଚ୍ଚ ଥିଲେ ତ କିଏ ଶତ୍ରୁ ଥିବେ ଆମେ କେମିତି ଜାଣିବୁ? ଆମେ କେମିତି ଜାଣିବୁ? ରାତିରେ ହେଇଥିବ, ମୁଁ ତ ବାହାରେ ରହୁଛି, ମୁଁ ଜାଣିନାହିଁ ହେଲା। ମୁଁ ଶୁଣିକି ଏବେ ଆସିଛି। ହଁ ରାତିରେ ମୁଁ ଜାଣିନି, ମୋ ଖବର ଜାଣିନି, ସକାଳୁ ଖବର ଗଲା, ମୁଁ ଆଇନି ରାତିରେ, ରାତି 10ଟା ପରେ ଫୋନ ଲାଗୁନି, ସୁଇଚ୍ ଅଫ୍ କରିଦେଇଛନ୍ତି। ସେ ଆମର ଆଉ ଜଣେ ଦାଦା ପୁଅ, ସେ ଜମିଟା ଏଇଠି ସେ ଚାଷ କରୁଛି, ଏ ଆଗରେ ଆମ ଠାକୁର ଜମି ସେ ଚାଷ କରୁଛି। ସେ ଆସିକି ଏଇ ବାଟେ ଗଲା, ଏ ଦେଖିକି ଗଲା, ଯାଇକି କହିଲା ଆମେ ଘର ପାଖରେ ଦାନ୍ତ ଘଷୁଥିଲୁ, ଆଉ ଜଣେ ଦାଦା ପୁଅ ବି ଥିଲା ଆମ ସାଙ୍ଗରେ, ଆମେ 2 ଜଣ ଦାନ୍ତ ଘଷୁଥିଲୁ। ସେ ଯେମିତି କହିଲା, ମୁଁ କହିଲି କେହି ମଦ ଫଦ ପିଇକି ଯଦି ପଡ଼ିଥିବେ, ତାଙ୍କର ତ ଅଷ୍ଟପରି ହୋଇଥିଲା ଏଇଠି, ଆଉ ତୁ ନେଇକି କାହାକୁ ଡାକିକି ଦେଖେଇଲି? କହିଲା ନା ଦେଖି ଆସନି। ସେଠୁ ମୁଁ ସାଇକେଲଟା ଆଣିତେ ଗଲି ଘରକୁ, ସାଇକେଲ ନେଇକି ଆସିକି ଦେଖିଲା ବେଳକୁ ପଡ଼ିଛି। ଆଉ ଆମେ ବି ସେ ପର୍ଯ୍ୟନ୍ତ ଜାଣିନାହୁଁ, ମୁହଁଟା ତଳକୁ ହେଇଛି, ଆମେ ଚିହ୍ନି ପାରୁନୁ। ମୁଁ କହିଲି ବୋଧେ କିଏ ହେଇଛି, ଡାକିବା। ଆଉ ଏଇଠି ଜଣେ ପିଲା ଝାଡ଼ା ଯାଇଥିଲା, ତାକୁ ଡାକିମି ଯେମିତି ସିଏ ତାର ଦୌଡ଼ିକି ଆସିଲା, ସିଏ ବି ଚିହ୍ନି ପାରୁନି, ଆମେ କେହି ଚିହ୍ନି ପାରୁନୁ। ଲାଷ୍ଟକୁ ଆମର ଗୋଟେ ସବା ସାନ ଭାଇ ବାବୁ ବୋଲି, ସିଏ କହିଲା ଏଇଟା ନାଲୁ ଭାଇ ସାର୍ଟ ତ, ଏଇ ନାଲୁ ଭାଇ। ନା ନା ଛୁଉଁନା, ଦେଖିବା ପୋଲିସକି ଆମେ ଫୋନ୍ କର। ସେଠୁ ନାଲୁକୁ ଫୋନ୍ କର, ନାଲୁକୁ ଫୋନ୍ କଲା ବେଳକୁ ସୁଇଚ୍ ଅଫ୍। ଏଠି ଆଉ 2-3 ଜଣ, ଆମର ଜଣେ ମାଷ୍ଟର ଯାଉଥିଲା ଟ୍ୟୁସନ୍, ତାକୁ ଡାକିଲୁ, ସିଏ ବି ଆସିଲା, କେହି ଆମେ ଜାଣିପାରିଲି। ତାପରେ ଲାଷ୍ଟକୁ ଆମର ସେଇ ଗୋଟେ ସାନ ଭାଇ କଟଲ, ଆଉ ସେ ଟୁଟୁ ମହାପାତ୍ର ଯିଏକି PS ମେମ୍ବର, ସେ ତାକୁ ଉଠି ଆଣିଲେ ଉପରକୁ। ଆଉ କଣ ହେଇଛି, କଣ ଦେଖିଲେ? ଏଇ ଆମେ ଦେଖିଛୁ, ଏଇଟା ମାଡ଼ ହେଇଛି, ଏଇଟା ବ୍ଲଡଟା ମାନେ ଶୁଖି ଯାଇଛି, ଏଇ ବ୍ଲଡଟା। ତାପରେ ସେ ଯେତେବେଳେ ଉପରକୁ ନେଇ ଆସିଛନ୍ତି, ତାଙ୍କ ନାକରୁ ପାଟିରୁ ବ୍ଲଡ ଗୁଡାକ ବୋହି ଯାଇଛି, ଏଠି ଯୋଉ ପଡିଛି। ଆଉ କଣ ଭାବୁଛ? କଣ ଆମେ ଭାବୁଛୁ କିଏ ମର୍ଡର କରିକି ଆଣିକି ଏଠି ପକେଇଛି। ଆଉ କାହା ଉପରେ ସନ୍ଦେହ କରୁଛ? ନା, ସନ୍ଦେହ ଆମେ କେମିତି କରିବୁ? ସିଏ ତାର ଦୁନିଆ ଆଡେ ମିଶେ ଯାଏ, ଆମେ କେମିତି? ଆମେ ତ ଯାଉନୁ ନା କୁଆଡେ। କଣ ପାଇଁ ହତ୍ୟା ହେଇଛି ବୋଲି ଭାବୁଛ? ନା ନା, ପୂର୍ବ ଶତ୍ରୁତା ଥିଲା? ପୂର୍ବ ଶତ୍ରୁତା ବହୁ ଆଗରୁ ସେ ସବୁ ଲିଭି ଯାଇଛି, ଆଉ ତ ନାହିଁ ସେମିତି ଶତ୍ରୁତା। କିଏ ଯଦି ଅନ୍ତର ଭିତରେ ରଖିବ, ଆପଣଙ୍କ ଅନ୍ତର ଭିତରେ କଣ ଅଛି ଆମେ କେମିତି ଜାଣିବା? ଇନଫେକ୍ସନଟା ଠିକ ଭାବେ ରହୁ, ଆଉ ଠିକ ଭାବେ ହେଲେ ଆମେ ଜାଣିବୁ, ପନିଶମେଣ୍ଟଟା ପାଇବା ଦରକାର। ଯେମିତି ଆପଣ ଜାଣିଥିବେ, ଆଜି ସକାଳ ପାଖାପାଖି 7ଟା ବେଳେ ଆମର ରୁରାଲ ଥାନାକୁ ଗୋଟେ ଖବର ମିଳିଥିଲା କି ବନ୍ଧ ଗାଁରେ ସସ୍ପିସିୟସ୍ ସର୍କମଷ୍ଟାନ୍ସେସରେ ଜଣଙ୍କ ଡେଡ୍ ବଡି ମିଳିଛି ବୋଲି। ତ ସେ ଖବର ପାଇକି ଆମ ରୁରାଲ ଥାନାର ଟିମ୍ ଆସିଥିଲେ, ତା ସାଙ୍ଗେ ଆମେ ସାଇଣ୍ଟିଫିକ୍ ଟିମ୍କୁ ବି ଡାକିଥିଲୁ, ଆମର ଏକ୍ଜିକ୍ୟୁଟିଭ ମ୍ୟାଜିଷ୍ଟ୍ରେଟ୍ ବି ପ୍ରେଜେନ୍ସ ଥିଲେ। ଆମେ ଆସିକି ଦେଖିଲୁ କି ଚିତ୍ତରଞ୍ଜନ ରାଉତ, ଯିଏକି ଏଠିକାର ଲୋକାଲ ଲୋକ, ତାଙ୍କର ବଡିଟି ପଡ଼ିଥିଲା, ସସ୍ପିସିୟସ୍ ସର୍କମଷ୍ଟାନ୍ସେସରେ ତାଙ୍କର ଡେଥ୍ ହେଇଛି। ତ ସେ ବାବଦରେ ତାଙ୍କର ଘର ଲୋକ ରିପୋର୍ଟ ଦେଇଛନ୍ତି, ତାକୁ ନେଇକି 691/24 ଏଇନା କେସ୍ ରେଜିଷ୍ଟର ହେଇଛି, ଆଉ ଇନଭେଷ୍ଟିଗେସନ ଚାଲିଛି। ଆମେ ସବୁ ଆଙ୍ଗଲକୁ ଭେରିଫାଇ କରୁଛୁ, ତାପରେ ଯାହା ଏଭିଡେନ୍ସ ମିଳୁଛି ସେଇ ହିସାବରେ କାମ କରୁଛୁ। ଜଣାପଡୁଛି ଯେମିତି ମୁଁ କହିଲି, ଏଇଟା ବହୁତ ପ୍ରିଲିମିନାରୀ ଷ୍ଟେଜରେ ଇନଭେଷ୍ଟିଗେସନ ଅଛି, ଯାହା ଯେମିତି ଜଣାପଡ଼ିବ ଆମେ ସେଇ ହିସାବରେ କାମ କରୁଛୁ। ଆଚ୍ଛା, କେତେ ଦିନ କୋଉ ଜାଗାରେ କ୍ଷତ ଚିହ୍ନ ଡ୍ୟୁରିଂ କୋର୍ସ ଅଫ୍ ଇନକ୍ୱେଷ୍ଟ ତାର ବଡିରେ ସ୍କଲରେ ମିଳିଛି, ଆଉ ତାର ବ୍ୟାକ୍ ଅଫ୍ ଦି ନେକ୍ରେ ଗୋଟେ ଜାଗାରେ ମିଳିଛି। ସେଗୁଡ଼ାକୁ ବି ଆମେ ପଠେଇଛୁ ଏଇନା ବଡି ଇନକ୍ୱେଷ୍ଟ ପାଇଁ, ଇନକ୍ୱେଷ୍ଟ ସରିଲାଣି, ପୋଷ୍ଟମର୍ଟମ ପାଇଁ ପଠେଇଛୁ। ତ ଯାହା ଆସିବ ଯୋଉ ଭଳିଆ ସେଇ ହିସାବରେ। पात्र बिग फेस्टिवल सेल 15,000 पर्यंत संगे संगे कैशबैक तापुनी सहज किस्ती बिना सुध और जीरो डाउन पेमेंट रे केवल पात्र इलेक्ट्रॉनिक्स रे सबुठु भलो प्राइस पात्र इलेक्ट्रॉनिक्स।